ଯେତେବେଳେ ମୋ ସ୍ୱାମୀ ଆଉ ଜଣେ ମହିଳାକୁ ବିବାହ କଲେ ସ୍ୱାମୀ ମତେ ଆଉ ଭଲ ପାଇବା ଦେଲେ ନାହିଁ। ମୋର ଗଲୁ ହେଲେ ମଧ୍ୟ ମୁଁ ଦୁଃଖରେ ରହୁଥିଲି। ମୋ ସ୍ୱାମୀ ସେହି ମହିଳାକୁ ବହୁତ ସ୍ନେହ ଭଲ ପାଇବା ଏବଂ ମୋ ସାମ୍ନାରେ ହିଁ ମୋର ଦୁଃଖ ମୋ ଶାଶୁର ଦୂର କରିଥିଲେ। ଶ୍ୱଶୁର ମତେ ତାଙ୍କ ଝିଅ ପରି ରଖିଲେ। ଗିହଣାରେ ମୁଁ ଖୁସି ଥିଲି। ଶ୍ୱଶୁରଙ୍କ ଭଲ ପାଇବା ମତେ ନୂଆ ଜୀବନ ଦେଇଥିଲା। ମୋର ନାମ ଆରୋହୀ ଏବଂ ମୁଁ ଗୋଟିଏ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲି। ମୁଁ ବାପା ମାଙ୍କ ଗୋଟିଏ ଝିଅ। ଏହି ବର୍ଷ ମୋର ପାଠ ପଢା ସରିଲା, ଯେଉଁଥିରୁ ମୋ ବାପା ମୋର ବିବାହ କରି ଦେବା ପାଇଁ ନିଷ୍ପତ୍ତି ନେଲେ। ମୁଁ ଏହି କଥାରେ ରାଜି ଥିଲି, କାହିଁକି ନା ଗୋଟେ ଦିନ ଶାଶୁ ଘରକୁ ଯିବାକୁ ହେବ। ମୋ ପାଇଁ ଏବେ ବାପା ଆମ ସମାନର ପୁଅ ଖୋଜୁଥିଲେ। ଯେମିତି ଲୋକମାନେ ଜାଣିଲେ ମୋ ପାଇଁ ପୁଅ ଖୋଜା ଚାଲିଛି, ସେମିତି ମୋ ପାଇଁ ବହୁତ ରିସ୍ତା ଆସିବାରେ ଲାଗିଲା। ହେଲେ ମୋ ବାପା କିଛି କମିଆ ଦେଖି ସବୁ ରିସ୍ତାକୁ ମନା କରିଦେଉଥିଲେ। ଏବେ ମୁଁ ବହୁତ ରାଗରେ ଥିଲି। ମୋ ବାପା କାହିଁକି ସବୁ ରିସ୍ତାକୁ ମନା କରୁଛନ୍ତି? ମୁଁ ଭାବୁଥିଲି କେବେ ବାହା ହେବି ଆଉ ଗିହା ପାଇବି, ଆଉ କେବେ ମୋର ପୁଅ ହେବ। ମୋର ବିଳ ଏବେ ଗଲୁ ହେଉଥାଏ। ଗୋଟେ ଦିନ ଆମ ଘରକୁ ମୋ ମାଉସୀ ଆସିଲା। ବୋଉ ମାଉସୀକୁ କହିଲା, ଆମ ଝିଅ ଆରୋହୀ ପାଇଁ ଗୋଟେ ପୁଅ ଦେଖିଦିଅ, ତାହାକୁ ବିବାହ କରିଦେବା। କିଛି ଦିନ ପରେ ମାଉସୀ ମୋ ପାଇଁ ଗୋଟେ ଭଲ ରିସ୍ତା ଆଣିକି ଆସିଲେ, ଯେଉଁଥିରୁ ମୋ ବାପା ଏବଂ ବୋଉ ବହୁତ ଖୁସି ଥିଲେ। ପୁଅର ନାମ କାର୍ତ୍ତିକ ଏବଂ ସେ ବ୍ୟବସାୟ କରନ୍ତି। ତାଙ୍କ ଘରେ କାର୍ତ୍ତିକ ଏକାକୀ ପୁଅ ଏବଂ ତାଙ୍କ ବାପା ମା ଛଡା କେହି ନାହିଁ। ମୁଁ କାର୍ତ୍ତିକର ଫଟୋ ଦେଖି ତାଙ୍କୁ ପସନ୍ଦ କରି ଯାଇଥିଲି। କିଛି ଦିନ ପରେ ଆମର ବିବାହ ହୋଇଯାଇଥିଲା। ମୁଁ ଶାଶୁ ଘରେ ଥିଲି ଏବଂ ଆମର ସମ୍ପର୍କ ଭଲ ଚାଲୁଥିଲା। ସ୍ୱାମୀଙ୍କ ବ୍ୟବସାୟ ସହିତ ସେ ଭଲ କେହି କାମ କରୁଥିଲେ। ମୁଁ ଏମିତି ସ୍ୱାମୀ ପାଇଁ ଏବେ ବହୁତ ଖୁସି ଥିଲି। କାର୍ତ୍ତିକ ମୋର ସେବା କରୁଥିଲେ ଏବଂ ମତେ ସବୁବେଳେ ବହୁତ ସ୍ନେହ ପ୍ରେମ ଦେଉଥିଲେ। ଯେତେବେଳେ ମୋ ଦେହ ଅସୁସ୍ଥ ରୁହେ କାର୍ତ୍ତିକ ମୋ ପାଖାପାଖି ରହୁଥିଲେ। ମତେ ବହୁତ ଭଲ ଲାଗୁଥିଲା। କିଛି ଦିନ ପରେ ମୋ ସ୍ୱାମୀ ବିଦେଶ କାମରେ ଚାଲିଗଲେ। ମୁଁ ସ୍ୱାମୀଙ୍କୁ ଏବେ ବହୁତ ଖୋଜୁଥିଲି। ଗୋଟେ ନୂଆ ବିବାହିତ ମହିଳା କେତେଦିନ ଆଉ ସ୍ୱାମୀଙ୍କ ବିନା ରହିପାରିବ? ମୋର ଗଲୁ ହେଲେ ମଧ୍ୟ ମୁଁ ଏକା ହିଁ ରହୁଥାଏ। ମୋର ଶାଶୁ ଶ୍ୱଶୁର ମଧ୍ୟ ତାଙ୍କ ଘରେ ଭିଡିଓ ହିଁ ଦେଖୁଥାନ୍ତି। ଯେତେବେଳେ ଖାଇବା ହୁଏ ମୁଁ ତାଙ୍କୁ ଡାକି ଦିଏ। ଶାଶୁ ଶ୍ୱଶୁର ଭାତ ଖାଇ ପୁଣି ତାଙ୍କ ଘରକୁ ଯାଇ ମୁଭି ଦେଖନ୍ତି। ଶାଶୁ ଶ୍ୱଶୁର ସବୁବେଳେ ଟିଭି ଦେଖି ଦେଖି ହସୁଥିଲେ। ଗୋଟେ ଦିନ ମୁଁ ଶାଶୁ ମାଙ୍କୁ ପଚାରିଲି, ତୁମେ ସବୁବେଳେ ହସୁଛ କାହିଁକି? ସେ କହିଲେ, ଆରେ ବୋହୂ, ଆମେ କମେଡି ଫିଲ୍ମ ଦେଖି ହସିଥାଉ। ମୁଁ କହିଲି, ମୁଁ ମଧ୍ୟ ତୁମ ସହିତ ମିଶି କମେଡି ଫିଲ୍ମ ଦେଖିବି। ସେତିକି ବେଳକୁ ଶ୍ୱଶୁର ଆସିଲେ ଏବଂ ଶାଶୁ ମାଙ୍କୁ ଚାଲ ମୁଭି ଦେଖିବା କହି ତାଙ୍କ ଘରକୁ ନେଇଗଲେ। ଘରେ ମୁଁ ଏକା ଥିବାରୁ ବହୁତ ଅଳସୁଆରେ ରହୁଥିଲି। ଗୋଟେ ଦିନ ମୁଁ ରୋଷେଇ କରି ଥକି ଯିବାରୁ ମୁଁ ଶାଶୁ ଶ୍ୱଶୁରଙ୍କ ଘରକୁ ମୁଭି ଦେଖିବା ପାଇଁ ଗଳି। ମୁଁ ତାଙ୍କ ଘରକୁ ପଶିଗଲି ଏବଂ ମୁଁ ମଧ୍ୟ ତୁମ ସହିତ ମିଶି ଫିଲ୍ମ ଦେଖିବି କହିଲି। ଶାଶୁ ଶ୍ୱଶୁର ମତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି, କାହିଁକି ନା ସେହି ସମୟରେ ଫିଲ୍ମ ଲାଗି ନଥାଏ। ଶାଶୁମା କହିଲେ, ଆରେ ତୁ ଏଠୁ ଯା। ମୁଁ ଘରକୁ ଆସି ଭାବିଲି, ଏମିତି ହଠାତ୍ କାହା ଘରକୁ ପଶିଯିବା ଭଲ ନୁହଁ। ମୁଁ ଆଉ ଏହି ଭୁଲ କରିବି ନାହିଁ ଭାବିଲି। ମୁଁ ଜାଣିଥିଲି ଶ୍ୱଶୁର ବହୁତ ଭଲ ପାଆନ୍ତି ଶାଶୁମାଙ୍କୁ। ତାଙ୍କର ସମ୍ପର୍କ ବହୁତ ନିବିଡ଼। କିଛି ସମୟ ପରେ ଶାଶୁମା ମୋ ପାଖକୁ ଆସିଲେ ଏବଂ କହିଲେ, ଆରେ ତୁ ଗିହା ଦେଲା ବେଳେ କାହିଁକି ପହଞ୍ଚି ଯାଉ? ମୁଁ କହିଲି, ମୋର ଭୁଲ ହେଇଗଲା। ଶାଶୁମା କହିଲେ, କିଛି କଥା ନାହିଁ, ତୁ ରୋଷେଇ କରିବୁ ଯା। ମୁଁ ରୋଷେଇ କରିବା ପାଇଁ ଚାଲି ଆସିଲି। କିଛି ସମୟ ପରେ ମୋ ସ୍ୱାମୀ ଗୋଟିଏ ଅନାଥ ଝିଅକୁ ଧରି ଆମ ଘରକୁ ଆଣିଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୋ ଶ୍ୱଶୁର ରାଗରେ ସ୍ୱାମୀଙ୍କୁ ଗୋଟେ ଚାପୁଡା ମାରିଲେ। ମୁଁ ଶ୍ୱଶୁରଙ୍କୁ କହିଲି, ମୋ ସ୍ୱାମୀଙ୍କୁ ମାରନ୍ତୁ ନାହିଁ। ଶ୍ୱଶୁର କହିଲେ, ଆରେ ବେଧେଇ ଦେଖା ଯାଉନି କି ସେ ଗୋଟେ ଝିଅକୁ ଆଣିଛି? ମୋ ସ୍ୱାମୀ କାନ୍ଦି କାନ୍ଦି କହିଲେ, ବାପା ମାତେ କ୍ଷମା କରିଦିଅନ୍ତି। ଏହି ଝିଅର କେହି ନାହାନ୍ତି ଏବଂ ଇଏ ବହୁତ ଗରିବ ଅଟେ ଏବଂ ଏହି ଝିଅର କେହି ନାହାନ୍ତି। ସେଥିପାଇଁ ମୁଁ ତାହାକୁ ଆମ ଘରକୁ ଆଣିଲି। ଏହି ଝିଅକୁ ଲୋକମାନେ ବହୁତ କଷ୍ଟ ଦେଉଥିଲେ। ସେଥିପାଇଁ ମୁଁ ତାଙ୍କୁ ଆମ ଘରକୁ ଆଣି ପକାଇଲି। ମୋ ବାପା ସେହି ଝିଅ ପାଖକୁ ଗଲେ ଏବଂ କହିଲେ, ଆରେ ଝିଅ, ତୁ ଆଜିଠୁ ମୋର ଝିଅ ପରି ତୋର ଯାହା ଇଚ୍ଛା ତାହା କରିପାରିବୁ। ସେହି ଝିଅ କହିଲା, ମୁଁ ତୁମ ପୁଅକୁ ଭଲ ପାଉଛି ଏବଂ ତାଙ୍କୁ ବାହା ହେବା ପାଇଁ ଚାହେଁ। ଏହି କଥା ଶୁଣି ମୋ ପାଦରୁ ମାଟି ଖସିଗଲା। ମୋ ଆଖିରୁ ଲୁହ ଝରିଗଲା। ଯେତେବେଳେ ଶ୍ୱଶୁର କହିଲେ, ଆରେ ପୁଅ, ତୁ କଣ ଏହି ଝିଅକୁ ବିବାହ କରିବା ପାଇଁ ଚାହୁଁଛୁ? ମୋ ସ୍ୱାମୀ କହିଲେ, ମୁଁ ଏହି ଝିଅକୁ ଖୁସିରେ ରଖିବି ବୋଲି ଆଣିଛି
ସେଥିପାଇଁ ମୁଁ ଏହି ଝିଅକୁ ବିବାହ କରିବି। ଏବେ ମୋ ଛାତି ଫାଟିଗଲା ଏବଂ ମୁଁ କାନ୍ଦି କାନ୍ଦି ମୋ ଘରକୁ ଚାଲି ଆସିଲି। କିଛି ଦିନ ପରେ ତାଙ୍କର ବିବାହ ହୋଇଗଲା। ମୋର କାନ୍ଦିବା ଛଡା ଆଉ କିଛି ଉପାୟ ନଥିଲା। ତାଙ୍କର ବିବାହ ସରିଗଲା। ସେମାନେ ଖୁସିରେ ରହିଲେ। ମୁଁ କାନ୍ଦୁଥିବା ସମୟରେ ମୋ ଶ୍ୱଶୁର ମୋ ପାଖକୁ ଆସିଲେ ଏବଂ କହିଲେ, ଆରେ ଝିଅ, ତୁ ବ୍ୟସ୍ତ ହ ନାହିଁ, ସବୁ ଠିକ ହୋଇଯିବ। କିଛି ସମୟ ପରେ ମୁଁ ସ୍ୱାମୀଙ୍କ ପାଖକୁ ଗଲି ଏବଂ କହିଲି, ତୁମକୁ ନୂଆ ପତ୍ନୀ ମିଳିଗଲା, ସେଥିପାଇଁ ମତେ ଆଉ ଭଲ ପାଉନାହଁ। ସ୍ୱାମୀ ରାଗରେ କହିଲେ, ଆରେ ତୁ ପାଗଳ ହେଉଛୁ କି? ମତେ ରାଗ ଦେ ନାହିଁ, ଏଠୁ ଚାଲିଯା। ମୁଁ ସ୍ୱାମୀଙ୍କ ଏହି ପରି କଥା ଶୁଣି ଘରକୁ ଚାଲି ଆସିଲି ଏବଂ କାନ୍ଦିବାରେ ଲାଗିଲି। ମୋର କାନ୍ଦିବାର ଶୁଣି ମୋ ଶ୍ୱଶୁର ମୋ ପାଖକୁ ଆସିଲେ ଏବଂ ମତେ କହିଲେ, ଆରେ ବୋହୂ, କାହିଁକି କାନ୍ଦୁଛୁ? ମୁଁ କହିଲି, ମୋ ସ୍ୱାମୀ ଏବେ ମତେ ଭଲ ପାଉନାହାନ୍ତି। ସେହି ଝିଅକୁ ଭଲ ପାଉଛନ୍ତି ଏବଂ ତାଙ୍କ ସହିତ କଥା ଲାଗିଲେ ରାଗୁଛନ୍ତି। 2 ଦିନ ବିତି ଗଲା। ମୋ ସ୍ୱାମୀ ସେହି ଝିଅକୁ ନୂଆ ନୂଆ ଶାଢ଼ୀ କିଣି ଦେଉଥିଲେ ଏବଂ ମୋ ପାଇଁ କିଛି ନାହିଁ। ମୋ ସ୍ୱାମୀ ଶ୍ୱଶୁରଙ୍କୁ କିଛି ଟଙ୍କା ମାଗୁଥିବାର ମୁଁ ଜାଣିପାରିଲି। ଯେତେବେଳେ ମୋ ସ୍ୱାମୀ ତାଙ୍କୁ ରୁମକୁ ଚାଲିଗଲେ, ମୁଁ ଶ୍ୱଶୁରଙ୍କ ପାଖକୁ ଗଲି ଏବଂ କହିଲି, ତୁମକୁ ମୋ ସ୍ୱାମୀ କଣ କହୁଥିଲେ? ଶ୍ୱଶୁର କହିଲେ, ଆରେ ବୋହୂ, ମୋ ପୁଅ ନୂଆ ନୂଆ ବିବାହ କରିଛି, ସେଥିପାଇଁ ସେ ଏବଂ ନୂଆ ବୋହୂ ମିଶି ବୁଲିବା ପାଇଁ ଯିବେ, ସେଥିପାଇଁ ସେ ଟଙ୍କା ମାଗୁଛି। ମୁଁ ବୁଝିପାରିଲି ଏମାନେ ଗିହାଗେହି ପାଇଁ ଯାଉଛନ୍ତି। ମୁଁ ଯେତେବେଳେ ମୋ ସ୍ୱାମୀଙ୍କ ପାଖକୁ ଗଲି ଏବଂ କହିଲି, ମୁଁ ମଧ୍ୟ ତୁମ ସହିତ ବୁଲିବା ପାଇଁ ଯିବି, ସ୍ୱାମୀ କହିଲେ, ତୁ ମୋ ବାପା ଏବଂ ବୋଉ ଯତ୍ନ ନେବୁ, ଆମେ 2 ଜଣ ହିଁ ବୁଲିବା ପାଇଁ ଯିବୁ। କିଛି ସମୟ ପରେ ସେମାନେ ଗୋଟେ କାରରେ ହନିମୁନ ପାଇଁ ଚାଲିଗଲେ। ମୁଁ ଘରେ ଏକା କାନ୍ଦି କାନ୍ଦି ରହିଲି। କାହିଁକି ନା ମତେ ମଧ୍ୟ ମୋ ସ୍ୱାମୀ ଠାରୁ ଭଲ ପାଇବା ଦରକାର ଥିଲା। ମୋ ସ୍ୱାମୀ ଏବଂ ସେହି ଝିଅ ଘରକୁ ଆଉ ଫେରିଲେ ନାହିଁ। ସେମାନେ ବାହାରେ ରହିଲେ ଏବଂ ଟଙ୍କା କମାଇ ଜୀବନ ଯାପନ କଲେ। ମୁଁ ଏକା ଘରେ ରହି ରହି ମୋ ବିଆ କଳା ପଡିଗଲା। ଗୋଟେ ଦିନ ମୁଁ କାନ୍ଦୁଥିଲା ସମୟରେ ମୋ ଶ୍ୱଶୁର ଆସିଲେ ଏବଂ ମତେ କହିଲେ, ଆରେ ବୋହୂ, କଣ ହେଲା ଏବଂ ତୁ କାହିଁକି ଏତେ ଦୁଃଖରେ ରହୁଛୁ? ମୁଁ ରାଗରେ କହିଲି, ତୁମ ପୁଅ ମୋର ଜୀବନ ନଷ୍ଟ କରିଦେଲା। ସେ ମତେ ବିବାହ କରି ଏକା ଛାଡ଼ିଦେଲା। ଏତିକି ହେଲା ପରେ ମଧ୍ୟ ତୁମେ ପଚାରୁଛ କଣ ହେଲା? କିଛି ଦିନ ପରେ ଶାଶୁମାଙ୍କ ଦେହ ଖରାପ ହୋଇଗଲା। ଏବେ ଘରେ କେବଳ 2 ଜଣ ଥିଲୁ। ମୋ ଶ୍ୱଶୁର କାନ୍ଦୁଥିବା ସମୟରେ ମୁଁ ତାଙ୍କ ପାଖକୁ ଗଲି ଏବଂ ତାଙ୍କୁ ଧୈର୍ଯ୍ୟ ଦେଲି। ଶ୍ୱଶୁର ମତେ କହିଲେ, ବୋହୂ, ତୁ ମୋ ଝିଅ ପରି। ଯେମିତି ତୋର ସ୍ୱାମୀ ଚାଲିଗଲା, ସେମିତି ମୋ ସ୍ତ୍ରୀ ମତେ ଛାଡ଼ିଦେଲା। ଏମିତି କହି କାନ୍ଦିଲେ। ମୁଁ ତାଙ୍କୁ ଶାନ୍ତ ରୁହ ବାପା କହିଲି ଏବଂ ଦୁଧ ପିଇବାକୁ ଦେଲି। ଶ୍ୱଶୁର ଏବେ ଟିକେ ଖୁସି ଥିଲେ। ଶ୍ୱଶୁର ଗେହିବାରେ ପଛାଇଲେ ନାହିଁ ଏବଂ ଶ୍ୱଶୁର ମତେ ତାଙ୍କ ଝିଅ ପରି ଖୁସି ଦେଲେ ଏବଂ ମୁଁ ତାଙ୍କୁ ମୋର ବାପା ପରି ଦେଖିଲି। ଗିଉଣା ବୁଝାମଣା ଠିକ ଥିଲା। ଦିନ ବିତି ଗଲା। ମୋ ସ୍ୱାମୀ ସେହି ବେଧି ଝିଅ ସହିତ ରହିଲା। ଆପଣ କୁହନ୍ତୁ, ଏହା କଣ ଠିକ?